ଧନୁରାଶିର ବ୍ୟକ୍ତିବିଶେଷ ମାନଙ୍କୁ ଆଜିର ଏହି ଭିଡ଼ିଓକୁ ସ୍ୱାଗତ। ଧନୁରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଆଜିର ଏହି ଭିଡ଼ିଓଟି ଖାସ୍ ହେବା ପାଇଁ ଯାଉଛି, କାହିଁକି ନା ଆଜିଠାରୁ ଲୋକମାନେ ଆପଣଙ୍କର ଆଗ ପଛରେ ବୁଲିବା ପାଇଁ ଲାଗିବେ ଏବଂ ଆପଣଙ୍କ କଥା ଶୁଣିବା ପାଇଁ ସମସ୍ତେ ଆପଣଙ୍କ ପାଖକୁ ଆସିବେ। କାହିଁକି ନା ବ୍ରହ୍ମାଣ୍ଡରେ କିଛି ଏମିତି ଅଦ୍ଭୁତ ଘଟଣା ଗୁଡ଼ିକ ଘଟିବ ଯାହାକୁ ଆପଣ ଶୁଣିଲେ ଆପଣଙ୍କର ଦେହ ଥରି ଉଠିବ। ତେଣୁ ଏହି ମୌକା ଆପଣଙ୍କ ପାଇଁ ବାରମ୍ବାର ଆସିବ ନାହିଁ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଜମାରୁ ବି ଛାଡ଼ିକି ଯାଆନ୍ତୁ ନାହିଁ, କାରଣ ଆପଣଙ୍କ ଲାଭ ପାଇଁ ଏହି ଭିଡ଼ିଓଟି ନିହାତି ଭାବରେ ପ୍ରସ୍ତୁତ କରାଯାଇଛି। କାହିଁକି ନା ସବୁ ବ୍ୟକ୍ତି ନିଜ ଜୀବନରେ କିଛି ଗୋଟେ ଭଲ କରିବା ପାଇଁ, ବଡ଼ ପରିବର୍ତ୍ତନ କରିବା ପାଇଁ ସବୁବେଳେ ଭାବିଥାନ୍ତି। ତେଣୁ ଏବେ ଭଗବାନ ଆପଣଙ୍କୁ ସେହି ମୌକା ଦେବା ପାଇଁ ଯାଉଛନ୍ତି, ଯାହାକୁ ବହୁତ ଦିନ ହେଲାଣି ଲୋକମାନେ ଏହି ମୌକାକୁ ପାଇବା ପାଇଁ ଅପେକ୍ଷା କରି ରହିଥିଲେ। ତ ଗୁରୁ ବୃହସ୍ପତିଙ୍କର ସ୍ଥିତି ବିଷୟରେ ଯଦି ଆମେ ଆଲୋଚନା କରିବା, ଗୁରୁ ବୃହସ୍ପତି ଭାଗ୍ୟର କାରକ ଅଟନ୍ତି। ତେଣୁ ଆପଣଙ୍କ ଭାଗ୍ୟରେ କ'ଣ ଅଛି କ'ଣ ନାହିଁ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖନ୍ତୁ। ଆଉ ଦେଖନ୍ତୁ, ଯଦି ଆପଣଙ୍କୁ ବାର ବାର ଅସଫଳତା ମିଳୁଛି, ତ ସେହି ସମୟରେ ଆପଣଙ୍କୁ କ'ଣ କହିଥାନ୍ତି ଲୋକମାନେ, କି ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେଉନି, ଭାଗ୍ୟରେ ତୋର ଅସଫଳତା ସେଥିପାଇଁ ଦେଖାଦେଉଛି। ତ ଗୁରୁ ବୃହସ୍ପତିଙ୍କର ସ୍ଥିତି କମଜୋର ରହିଛି। ଆପଣଙ୍କୁ ଏମିତି କେହି ନା କେହି ନିଶ୍ଚୟ କହିଥିବେ, ଆଉ ମଧ୍ୟ ଆପଣଙ୍କ ମନରେ ଆସିଥିବ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନି, ମାନେ ଗୁରୁ ବୃହସ୍ପତି ଖରାପ ସ୍ଥିତିରେ ଅଛନ୍ତି। ଆଉ ଯେଉଁମାନେ ରାତାରାତି କୋଟିପତି ବନି ଯାଉଛନ୍ତି ବା ଟଙ୍କା ପଇସାର କମି ସେମାନଙ୍କୁ ରହୁନାହିଁ, ସେମାନଙ୍କୁ ଲୋକମାନେ କହୁଛନ୍ତି ଯେ ଏହାର ଭାଗ୍ୟ ତ ବହୁତ ଉଜ୍ଜଳ ଅଛି, ସେଥିପାଇଁ ରାତାରାତି ଧନୀ ଲୋକ ବନିଗଲା। ତ କ'ଣ ତାଙ୍କର ଗୁରୁ ବୃହସ୍ପତି ବହୁତ ମଜବୁତରେ ଅଛନ୍ତି? ଭାଗ୍ୟ ସହିତ ଜଡ଼ିତ କାମ କାହା ଦ୍ୱାରା ଦେଖାଯାଏ? ଗୁରୁ ବୃହସ୍ପତିଙ୍କ ଠାରୁ ହିଁ ଜଣାପଡ଼ିଥାଏ। ତେଣୁ ଗୁରୁ ବୃହସ୍ପତି ଯଦି କୁଣ୍ଡଳୀରେ ବହୁତ ଭଲ ସ୍ଥିତିରେ ଥିବେ, ତେବେ ଆପଣ ଭିକାରୀରୁ ମଧ୍ୟ ରାଜା ବନିଯିବେ। ହେଲେ ସେହି ଗୁରୁ ବୃହସ୍ପତି ଯଦି ଖରାପ ସ୍ଥିତିରେ ଥିବେ ନା, ଆପଣଙ୍କୁ ରାଜାରୁ ମଧ୍ୟ ଭିକାରୀ ବନିବା ପାଇଁ କିଛି ସମୟ ଲାଗିବ ନାହିଁ। ତ ଏବେ ଗୁରୁ ବୃହସ୍ପତି ଆପଣଙ୍କର ଅଷ୍ଟମ ଭାବରେ ଅଚାନକ ଭାବରେ ଉଚ୍ଚ ଭାବରେ ସେ ଅବସ୍ଥାନ କରିଛନ୍ତି। ଆପଣ ଭାବୁଥିବେ ଯେ ଯଦି ଗୁରୁ ବୃହସ୍ପତି ଉଚ୍ଚସ୍ଥ ଅବସ୍ଥାରେ ଅଛନ୍ତି, ତେବେ ତାଙ୍କର ପ୍ରଭାବ କାହିଁକି ଆମ ଜୀବନରେ ପଡ଼ୁନାହିଁ, ତେବେ ଆମ ଜୀବନରେ କାହିଁକି ସୁଧାର ଆସୁନାହିଁ? ତେବେ ଆପଣ ଦେଖନ୍ତୁ, ଏହି କିଛି ଦିନ ମଧ୍ୟରୁ ସୂର୍ଯ୍ୟ ମଧ୍ୟ ବୃହସ୍ପତିଙ୍କ ସାଥିରେ ଅବସ୍ଥାନ କରିଛନ୍ତି। ଆଉ ସୂର୍ଯ୍ୟଙ୍କର ପ୍ରଚଣ୍ଡ ପ୍ରଭାବ ଗୁରୁ ବୃହସ୍ପତିଙ୍କ ଉପରେ ପଡ଼ିବା ଠାରୁ ଗୁରୁ ବୃହସ୍ପତି ଅସ୍ତ ହୋଇଯାଇଛନ୍ତି। ତେଣୁ ଗୁରୁ ବୃହସ୍ପତି ଯେଉଁ ପ୍ରଭାବ ଦେଖାଇବା କଥା ସେଇଟା ମଧ୍ୟ ଦେଖାଇ ପାରୁନାହାନ୍ତି। କାହିଁକି ନା ଆପଣ କେବେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିଛନ୍ତି? ଦେଖିଲା ବେଳେ ଆପଣଙ୍କର ଆଖି କ'ଣ ହୋଇଯାଇଥାଏ ନା, ସେଥିପାଇଁ ଆପଣ ସୂର୍ଯ୍ୟଙ୍କୁ ବେଶୀ ଟାଇମ୍ ଆପଣ ଦେଖିପାରିବେ ନାହିଁ। ସେହିଭଳି ଭାବରେ ଗୁରୁ ବୃହସ୍ପତିଙ୍କ ପାଖରେ ସୂର୍ଯ୍ୟ ଅବସ୍ଥାନ କରିଛନ୍ତି। ତ ସେଥିପାଇଁ ସୂର୍ଯ୍ୟଙ୍କ ପାଖରେ ଯିଏ ରହିଥାଏ, ତାଙ୍କର ଏପଟ ସେପଟ କିଛି ଦେଖାଯାଇନଥାଏ, ତାଙ୍କର ପରିସ୍ଥିତି ଟିକିଏ ଲୋ ହୋଇଯାଇଥାଏ। ତେଣୁ ଯେହେତୁ ଗୁରୁ ବୃହସ୍ପତିଙ୍କ ପାଖରେ ସୂର୍ଯ୍ୟ ଅବସ୍ଥାନ କରିଛନ୍ତି, ତ ସେ ଗୁରୁ ବୃହସ୍ପତି ଆପଣଙ୍କୁ ବହୁତ କିଛି ପ୍ରଦାନ କରିବାକୁ ତ ଚାହୁଁଥିଲେ, ହେଲେ ଚାହିଁକି ମଧ୍ୟ କିଛି ଆପଣଙ୍କୁ ପ୍ରଦାନ କରିପାରୁନଥିଲେ ସୂର୍ଯ୍ୟଙ୍କ କାରଣରୁ। ସୂର୍ଯ୍ୟଙ୍କ ଭିତରେ ଭୟଙ୍କର ପ୍ରଚଣ୍ଡ ଉଜ୍ଜ୍ୱଳତା ରହିଛି। ତେଣୁ ସୂର୍ଯ୍ୟ ଦେବଗୁରୁ ବୃହସ୍ପତିଙ୍କୁ ଅସ୍ତ କରିଦେଇଥିଲେ। ହେଲେ ବର୍ତ୍ତମାନ ଏମିତି କିଛି ସମୟ ଆପଣଙ୍କ ପାଇଁ ଆସିଛି, ଯାହା କୁହାଯାଏ କି ପରିବର୍ତ୍ତନ ପ୍ରକୃତିର ନିୟମ। ତ ଏମିତି କିଛି ପରିବର୍ତ୍ତନ ଆପଣଙ୍କର ଆସିବା ପାଇଁ ଯାଉଛି, ଯାହା ଆପଣଙ୍କର ବନ୍ଦ ଭାଗ୍ୟର ତାଲା ମଧ୍ୟ ଫିଟିବା ପାଇଁ ଯାଉଛି। କାହିଁକି ଏଥିପାଇଁ କହୁଛି ନା, କାରଣ ଆପଣ ସୂର୍ଯ୍ୟ ଗୁରୁ ବୃହସ୍ପତିଙ୍କ ସହିତ ରହୁଥିଲେ। ସୂର୍ଯ୍ୟ ବର୍ତ୍ତମାନ ଆପଣଙ୍କର ଆଗକୁ ବଢ଼ିଯିବେ। 17 ଅଗଷ୍ଟକୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ଦ୍ୱାଦଶ ଘରକୁ ପ୍ରବେଶ କରିବେ। ଯେତିକି ସୂର୍ଯ୍ୟଙ୍କ ଆଗରେ ବାଦଲ ଢାଙ୍କିକି ରହିଯାଇଥିଲା, ବାଦଲ ପ୍ରଭାବରୁ ସୂର୍ଯ୍ୟ ଟିକେ ଦେଖାଯାଇନଥାନ୍ତି। ତ ଯେତେବେଳେ ବାଦଲ ପଳେଇ ଯାଇଥାଏ, ସେତେବେଳେ ସୂର୍ଯ୍ୟ ପୁଣି ଥରେ ଦେଖାଯାଇଥାଏ। ତ ଠିକ୍ ସେହିପରି ଭାବରେ ଗୁରୁ ବୃହସ୍ପତିଙ୍କୁ ସୂର୍ଯ୍ୟ ଢାଙ୍କି କରି ରଖିଦେଇଛନ୍ତି। ତ ସୂର୍ଯ୍ୟ ଯେତେବେଳେ ଆଗକୁ ବଢ଼ିଯିବେ, ସେତେବେଳେ ଗୁରୁ ବୃହସ୍ପତିଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିବ। ସୂର୍ଯ୍ୟ ପଳେଇଯିବା ପରେ ଗୁରୁ ବୃହସ୍ପତି ଆହୁରି ଆକ୍ଟିଭ୍ ହୋଇଯିବେ, ଉଦୟ ମଧ୍ୟ ହୋଇଯିବେ। ତ 14 ଅଗଷ୍ଟକୁ ଏହି ସବୁ କିଛି ଆପଣଙ୍କୁ ଦେଖିବା ପାଇଁ ମିଳିବ, ଯାହାକି ଆପଣଙ୍କ ପାଇଁ ଏକ ବହୁତ ବଡ଼ ପରିବର୍ତ୍ତନ। ଗୁରୁ ବୃହସ୍ପତି ଆପଣଙ୍କର ଅସ୍ତରୁ ଉଦୟ ହେବା ପାଇଁ ଯାଉଛନ୍ତି। ତ ଯେମିତି ହିଁ ସୂର୍ଯ୍ୟ ଗୁରୁ ବୃହସ୍ପତିଙ୍କ ଠାରୁ ଦୂରକୁ ଦୂରକୁ ଯିବେ, ଠିକ୍ ସେମିତି ଗୁରୁ ବୃହସ୍ପତି ଆପଣଙ୍କର ଉଦୟ ହୋଇକି ଯିବେ, ଯାହାକି ଗୁରୁ ବୃହସ୍ପତିଙ୍କର ପ୍ରଭାବ ଆପଣଙ୍କ ଉପରେ ଅଧିକ ମାତ୍ରାରେ ପଡ଼ିବ। ଗୁରୁ ବୃହସ୍ପତି ଆହୁରି ବଳଶାଳୀ ହୋଇଯିବେ, ଆପଣଙ୍କ ଉପରେ ଆହୁରି କିଛି ଭଲ ପ୍ରଭାବ ପକାଇବା ପାଇଁ ଯିବେ। ତ ଗୁରୁ ବୃହସ୍ପତି ଯେଉଁ ସ୍ଥାନରେ ରହିଥାନ୍ତି, ସେହି ସ୍ଥାନକୁ ତ ସେ ଆକ୍ଟିଭ୍ ବନାଇଥାନ୍ତି, ସେହି ସ୍ଥାନକୁ ସେ ପ୍ରଭାବ ପକାଇଥାନ୍ତି। କିନ୍ତୁ ଗୁରୁ ବୃହସ୍ପତିଙ୍କର ଦୃଷ୍ଟି ଯେଉଁ ଯେଉଁ ସ୍ଥାନକୁ ପଡ଼େ, ସେହି ସ୍ଥାନର ପ୍ରଭାବ ଆପଣଙ୍କୁ ଆହୁରି ଅଧିକ ଦେଖିବା ପାଇଁ ମିଳିବ। ତେବେ ଏହିସବୁ ଜାଣିବା ପୂର୍ବରୁ ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ
सब्सक्राइब करी भिडियोटी को गोटे निहाती रूप में लाइक कर दिंतु। आउ जो मैंने भक्ति आउ श्रद्धा मनरे कमेंट बॉक्स रे जय शनिदेव लिखिबे एवं जय गुरुदेव लिखिबे भगवानंकर निकटरे से प्रार्थना करेंगे तो निश्चय रूप से भगवानंकर कृपा दृष्टि से प्राप्ति हेबो। एवं जदि आपण पाखक यही भिडियोटी आसी ताहले भगवानंकर गोटे संकेत रही भगवान आपण को ही बाछिछंती तेणु आपण पाखरे भिडियोटी पहुँची तेणु आपण भिडियोटी को जानिबा निहाती दरकार कि आपण साथी कौन घटवाई जाऊँगी ताहा सबकिछि आपणकर एही भिडियो रे आलोचना करा जिवो। देखंतु एही भिडियोटी को आपण सामान्य भिडियो भावंतु नहीं शेष पर्यंत देखंतु कि केमिति गुरु बृहस्पति उदय अवस्था अवस्थान करिवे एवं सूर्य तांको दूरता बनइबे जमिति जमिति सूर्य दूर को जिबे सेमिति सेमिति देवगुरु बृहस्पतिंकर प्रभाव आहुरी अधिक अधिक हेबा पई लागिबो एवं देवगुरु बृहस्पति जो स्थान रे अवस्थान करिवे तांकर दृष्टि मध्य आहुरी चमकी उठिबो तांकर प्रभाव आहुरी तेज होई जिवो। तो सही सब 14 अगस्त पर आपको देखा मिल देखु गुरु बृहस्पति आपंकर कौन स्थान अच्छा अष्टम स्थान अच्छा अचानक घरे अच्छा रोगर घरे अच्छा षड्यंत्र एवं रिसर्च फील्ड अच्छा बुद्धों साथी भी अवस्थान कर गुरु बृहस्पति होती आपंकर राशि स्वामी तेणु गुरु बृहस्पति अष्टम घरे त्रिक भाव अच्छा माने कौन से आपन को शुभ फल देवे ना अशुभ फल देवे। तो सबुठारु बड़ कथा ध्यान सहित शुणु कान लगे शुणु आपण विषय कहुच्छी आउ क्या विषय कहुनी तेणु कथा गुड़िक ध्यान सहित निहाती भाव में शुणा दरकार। तेबे देखंतु गुरु बृहस्पति अष्टम अच्छा माने आपण को जो मैंने सब बेले कहते कि तो द्वारा किसी भी हो पार ना तू ए कम गुड़िक करे ना तू से कम गुड़िक करे ना तोते किसी भी जना ना तू कुआड़ आईचु कौन करुचु जदि एमती किसी कथा गुड़िक आपण को कहीं कहते तो से माने सब आसिक आपण को भूल मागे आपणकर किसी एमती गोटे अचानक परिवर्तन टी देखादेव जहाद्वारा आप बहुत ऊपर को पहुँचे आपणकर सफलता देखिए समस्ते पूरा टेरा होइजिवे समस्ते पूरा आपणकर आखि को अनेक रही थे कि एमती केमिति हैला जो मैंने कही से आपणकर भूल मागे आपण को लगे तेणु आपण भर सेमती किसी अचानक क्वालिटी आसीज आपणकर सबु बाधा विघ्न दूर हो अचानक जो मैंने शत्रुता करते से आपणकर पादर धूली ने आपणकर गोड़ छुईबे भूल मागिबे कि मोर भूल हो जाइए मुझे सब कहीदे किंतु तो भितर से टैलेंटा अच्छी तो से माने निज मुहरे स्वीकार करेंगे तेणुक आप चिंता करंतु नहीं जेतिक खराब लोक रहिले जेतिक शत्रु रहिले जो मैंने आपणकर पछपटे षड्यंत्र करुछंती ठीक अच्छे आपको करने दिंतु चुपचाप रहीकि आपण काम को आगू बढ़ातु आपण निश्चिंत रूप से सफलता आगे पहुँचे एवं जो मैंने भड़ भड़ से मुहरे ताला लगिब से माने आपणकर तारीफ करने बाध्य हेबे तेणु अचानक भाव में आपणकर धन प्राप्तिर जुग बनूची अचानक आपणकर सबकिछि बदलिबार मध्य देखा दउछि तेणु आपणकर देखा दउछि कि आपण जदि रिसर्च फील्ड रे काम करुछंती तेबे मान सम्मान अचानक मिलिबो आपणकर सम्मान वृद्धि हेबो जो मैंने आपण को पसंद करुनथिले से माने आपण को पसंद करबा पई मध्य लागिबे अचानक भाव में आपणकर इनकम सोर्स मध्य बढ़िबो आपण अनेक तरीका काम मध्य करिके इनकम को बढ़ाइबे आउ आपण को सही सब किछि प्राप्त हेबो आउ जदि आपण तंत्र मंत्र विद्या आहरण करबा पई चाहुचंती तेबे सेथिरे आपण को शुभ फल प्राप्त हेबो तो निश्चिंत आपणकर शुभ फल रही तेणु आपण सावधान रुहतु जदि गाड़ी चलाउछंती ताहले ध्यानर सहित जातु जमार भी स्पीड रे आपण जातु नहीं कहीं क्योंठी किसी खंडिया खबरा हो पारे यार संभावना मध्य देखा दउछि तेणु आपण कौन करेंगे ना गाड़ी चलाइबा बेले निजर स्पीड टिके कम करंतु कहीं गोटे कथा सब बेले बाहर को बाहर समय मन रखु कि आपणकर घरे आपण को कहीं जने अपेक्षा करिसेंती आपणकर माँ भाई भौणी बापा किंबा आपणकर पत्नी जी भी हूँ से आपण को अपेक्षा करी रही तेणु आपण से गाड़ी जोरे चलैबा कौन से आवश्यक नहीं धीरे चलैकी जातु बाकी देवगुरु बृहस्पति संभाली नेबे जहाँ भी परिस्थिति हेब ताहा देवगुरु बृहस्पति संभाली नेबे। तो देखंतु देवगुरु बृहस्पति तो अष्टम घरे रही अष्टम घर को तो से बहुत भल बनाउछंती प्रभाव बहुत भल बनाउछंती तेणु अष्टम घरे रहीकि गुरु बृहस्पतिंकर जो 3टी दृष्टि पड़ुछि पंचम सप्तम नवम दृष्टि तो 3टी जाक दृष्टिर प्रभाव मध्य आहुरी अधिक देखैब
ଯାହାକି ଆପଣଙ୍କ ଜୀବନରେ ସବୁକିଛି ବାଧାବିଘ୍ନ ଦୂର କରିବ। ତେବେ ବନ୍ଧୁମାନେ ଏହିଭଳି କିଛି ଦିନ ଗୁଡ଼ିକ ଆପଣଙ୍କର ରହିବା ପାଇଁ ଯାଉଛି 10 ଅଗଷ୍ଟରୁ 15 ଅଗଷ୍ଟ ଭିତରେ। ତେବେ ବନ୍ଧୁମାନେ ଉପାୟ ସ୍ୱରୂପ ଆପଣଙ୍କ ପାଇଁ କିଛି ରହିଛି। ତ ଦେଖନ୍ତୁ, ଆପଣ ଗୁରୁବାର ଦେଖିକି ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ, ବିଷ୍ଣୁଙ୍କର ମନ୍ଦିର ଯାଆନ୍ତୁ, ଚଣା କିମ୍ବା ଗୁଡ଼ ଆପଣ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ, ବିଷ୍ଣୁ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ଆବଶ୍ୟକୀୟ ଥିବା ଲୋକମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଆଉ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାର ଦେଖିକି ଆପଣ ଜଡ଼ା ତେଲ ଅର୍ପଣ କରନ୍ତୁ। ଏହା ସହିତ ଓମ୍ ନମ ଶିବାୟ ମନ୍ତ୍ର ଜପ କରନ୍ତୁ। କାଉ ଏବଂ କୋଇଲିଙ୍କୁ ଖାଇବା ପାଇଁ ଦିଅନ୍ତୁ, ବୋଲା କୁକୁରଙ୍କୁ ଖାଇବା ପାଇଁ ଦିଅନ୍ତୁ। ରାହୁ ମଧ୍ୟ ଏହାଦ୍ୱାରା ସନ୍ତୁଷ୍ଟ ହେବ ଏବଂ ହନୁମାନ ଚାଳିଶା ପ୍ରତ୍ୟେକ ଦିନ ପାଠ କଲେ ମନ ମଧ୍ୟ ଶାନ୍ତ ରହିବ। ତେବେ ବନ୍ଧୁମାନେ, ଆପଣଙ୍କୁ ଭିଡ଼ିଓଟି କିପରି ଲାଗିଲା ତାହା ନିଶ୍ଚୟ ଆପଣ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଏପର୍ଯ୍ୟନ୍ତ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ନିହାତି ଗୋଟିଏ ଲାଇକ୍ କରିଦେବେ।